ତ ମୁଁ ଆସିଥିଲି ପ୍ରଥମ ଥର ପାଇଁ ରେଶମ ନଗରୀ ବା ବ୍ରହ୍ମପୁରରେ ଥିବା ଫିଜିକାଲ ଏକାଡେମୀରେ ସୀମାଞ୍ଚଳ ସାରଙ୍କ ଗ୍ରାଉଣ୍ଡକୁ ପ୍ରଥମ ଥର କେମିତି କ'ଣ ଚାଲ ଦେଖିବା। ଆମେ ଯେ ପହଞ୍ଚିଥିଲୁ ବ୍ରହ୍ମପୁର ଫିଜିକାଲ ଏକାଡେମୀ ଯୋଉଟା ଏମକେଜି ଗ୍ରାଉଣ୍ଡ ମଧ୍ୟ କହିଥାଉଛନ୍ତି ସେଠି ପହଞ୍ଚିଲା ବେଳକୁ ସକାଳୁ ସକାଳୁ ଦେଖିଲା ଆସୁ ବହୁତ ଗୁଡାଏ ମାନେ ଗଭର୍ଣ୍ଣମେଣ୍ଟ ଜବ ଆସ୍ପିରାଣ୍ଟ ଗୁଡାକ ଏକ୍ସରସାଇଜ କରି ପଳେଇଥାଉଛନ୍ତି। ବର୍ତ୍ତମାନ ତ ଏବେ ସେମିତି କିଛି ଲୋକ ନାହାନ୍ତି। ତ ଚାଲ ଭାଇ ଗ୍ରାଉଣ୍ଡ ଟାକୁ ଆମେ ଭିତରେ ଏକ୍ସପ୍ଲୋର କରିବା କେମିତି କ'ଣ ଦେଖାଯାଉଛି ଗ୍ରାଉଣ୍ଡ ଟା। এইটা হচ্ছে ব্রহ্মপুর ফিজিকাল একাডেমির সেই জায়গা যোଉଠି ବହୁତ ଗୁଡାଏ ପିଲା ଦୌଡ଼ିକି ଆସି ସାରିଲା ପରେ ମାନେ ରନିଂ କରିକି ଆସି ସାରିଲା ପରେ ଫିଜିକାଲ ଏକ୍ସରସାଇଜ ଗୁଡା କରିଥାଉଛନ୍ତି। ଆମେ ଆସି କିଛି ଭାଇମାନଙ୍କୁ ପଚାରୁଥିଲୁ ଯୋଉଠି କହିଲୁ ଭାଇମାନେ କି ନାଇଁ ସକାଳୁ ସକାଳୁ ପିଲାମାନେ ଆସିକି ଏକ୍ସରସାଇଜ କରି ପଳଉଛନ୍ତି 6ଟା 9ଟା ଭିତରେ। ତ ଆମେ ଆସିଲା ଟିକେ ଲେଟ୍ ହେଇଯାଇଥିଲା ସେଥିପାଇଁ ପିଲା ଗୁଡାକ କିଛି ନଥିଲେ। ଗ୍ରାଉଣ୍ଡରେ ଯେତିକି ଭିଡ ଓଲ୍ଡ ଜେନେରେସନର ସେତିକି ଭିଡ ମଧ୍ୟ ୟଙ୍ଗ ଜେନେରେସନର। ଏଇଟା ଦେଖି ଭଲ ଲାଗିଲା କି ଅଙ୍କଲ ମାନେ ମଧ୍ୟ ଆସି ବହୁତ ଗୁଡାକ ଏକ୍ସରସାଇଜ କରିଥାଉଛନ୍ତି ଆଉ ନିଜ ସ୍ୱାସ୍ଥ୍ୟ ପ୍ରତି ନିଜେ ଯତ୍ନବାନ ମଧ୍ୟ ହୋଇଥାଉଛନ୍ତି। এইটা হচ্ছে ব্রহ্মপুর সেই জায়গা ଯୋଉଠି ପ୍ରତିବର୍ଷ ଲକ୍ଷ ଲକ୍ଷ ପିଲା ଏଇଠୁ ଏଠିକି ଆସନ୍ତି କିଛି ଗଭର୍ଣ୍ଣମେଣ୍ଟ ମନରେ କିଛି ଗଭର୍ଣ୍ଣମେଣ୍ଟ ଜବ କରିବା ଲାଗି ଆସନ୍ତି ଆଉ ମଧ୍ୟ ନିଜ ମନର ସ୍ୱପ୍ନଟାକୁ ସାକାର କରିକି ମଧ୍ୟ ଯାଆନ୍ତି। ଏଇଟା ହଉଛି ବ୍ରହ୍ମପୁର ଫିଜିକାଲ ଏକାଡେମୀ ଯୋଉଟା ଏମକେଜି ଗ୍ରାଉଣ୍ଡ ମଧ୍ୟ କହିଥାଉଛନ୍ତି। ଆମେ ଆସି ପହଞ୍ଚିଲା ବେଳକୁ ତ ଏଠି ଗ୍ରାଉଣ୍ଡର ସବୁ ପ୍ରାୟ ଲୋକ ଗୁଡାକ ଖାଲି ହେଇଯାଇଥିଲେ। କାହିଁକି ନା ଏଠି ସକାଳ 6ଟାରୁ 9ଟା 9:30 ଯାଆନ୍ତି ପିଲାମାନେ ଏକ୍ସରସାଇଜ କରିଥାଉଛନ୍ତି। ଆଉ ଏବେ ଯେତିକି ବି ଆପଣ ଦେଖିପାରୁଛନ୍ତି ଆଉ ଏବେ ଯେତିକି ବି ଆପଣ ଦେଖିପାରୁଛନ୍ତି ଏଇଗୁଡା ସବୁ ହଉଛନ୍ତି ଏଜ୍ ପର୍ସନ ମାନେ ଅଙ୍କଲ ଟାଇପର ଲୋକ ରହିଥାଉଛନ୍ତି। ତାଙ୍କେ ପଛକୁ ଏକ୍ସରସାଇଜ କରି ଯାଇଥାଉଛନ୍ତି ଆଉ କିନ୍ତୁ ସକାଳୁ ସକାଳୁ ଗଭର୍ଣ୍ଣମେଣ୍ଟ ଜବ ଆସ୍ପିରାଣ୍ଟ ମାନେ ଆସିକି ଏଠି ଏକ୍ସରସାଇଜ କରି 9ଟା 9:30 ସୁଦ୍ଧା ପଳେଇଥାଉଛନ୍ତି ଆଉ ପୁଣି ଥରେ 3:30ରୁ 5:30 ଯାଆନ୍ତି କରିଥାଉଛନ୍ତି। କାଲି ରାତିରେ ଜୋରସେ ବର୍ଷା ହେବା ଲାଗି ଏଇ ଯୋଉ ପାଣି ଗୁଡାକ ଆପଣ ଦେଖିଥାଉଛନ୍ତି ଏଇ କାଲି ରାତିରେ ଜୋରସେ ବର୍ଷା ହେବା ଲାଗି ଏଇ ସବୁ ପାଣି ଗୁଡାକ ଜମି ରହିଯାଇଛି। এইটা হচ্ছে সেই জায়গা ଯୋଉଠି ବ୍ରହ୍ମପୁର ଓଲ୍ଡ ଜେନେରେସନର ଲୋକମାନେ ଆସିକି ଏଇଠି ପାଦ ଚଲା ରାସ୍ତାରେ ଚାଲି ଚାଲି ଏକ୍ସରସାଇଜ ମଧ୍ୟ କରିଥାନ୍ତି। ଏଇ ଘର ଗୁଡାକ ଦେଖିପାରୁଥିବେ ଯୋଉ ବ୍ରହ୍ମପୁର ଫିଜିକାଲ ଏକାଡେମୀ ଯୋଉ ପିଲାମାନେ ମାନେ ଆଥଲେଟିକ ପାଇଁ ପ୍ରାକ୍ଟିସ କରିଥାଉଛନ୍ତି ଏଇ ଘର ଗୁଡାକରେ ସେ ଆଥଲେଟିକ ସାମାନ ଗୁଡାକ ଅଛି। ପୁରୁଣା ହେଇଗଲାଣି ବୋଧେ ଆଉ କିଏ ପ୍ରାକ୍ଟିସ କରୁନାହାନ୍ତି। ତ ଭାଇ ସତରେ ଫିଜିକାଲ ଗ୍ରାଉଣ୍ଡ ଟା ବହୁତ ଭିତରୁ ବହୁତ ସୁନ୍ଦର ଦେଖାଯାଉଛି। ଇମାଜିନ କର ବହୁତ ସୁନ୍ଦର ଦେଖାଯାଉଛି ମାନେ ତାର ଡେକୋରେଟିଂ ହଉ ତାର ସାଜସଜା ହଉ ସେଥିଲାଗି ଏଇଠୁ ବହୁତ ଗୁଡାଏ ପିଲା ପ୍ରତିବର୍ଷ ଗଭର୍ଣ୍ଣମେଣ୍ଟ ଜବ ନେଇ ବାହାରି ଥାଉଛନ୍ତି। ବ୍ରହ୍ମପୁର ଯା ପୁରୀ ଉପମା ଖାଇବାନି ଗୋଟେ କଥା ହବ କି ଭାଇ ନା କହୁନ ଚାଲ ପୁରୀ ଉପମା ଖାଇବାକୁ ଯା ସକାଳୁ ସକାଳୁ ଟିଫିନ ମଧ୍ୟ ହେଇଯିବ। ପହଞ୍ଚିଥିଲୁ ସିଦ୍ଧାର୍ଥ ନଗରରେ ଥିବା ବାବୁଲା ଫାଷ୍ଟ ଫୁଡ ସେଣ୍ଟରରେ ସେଠି ଆମେ ଯାଇ ପୁରୀ ସହିତ ଉପମା ମଧ୍ୟ ଖାଇଥିଲୁ।